प्रिय दर्शक बंधु आपण मन नमस्कार जनाऊँगी आम चैनल को बीरनाथ जेजमास लाइफ चैनल को आपण मन बहुत बहुत स्वागत। दिन सन्धार बसिकी तारिणी माँ आविर्भाव विषय शुणुती बिरुम जेजेबापा कहले मुझे शुणिनी शुणला राति 3टार उठिकी माँ आविर्भाव विषय से माँ दयारू लिखिली से गीतटी आपण मानक शुणाइबा जाऊँगी। भल लगे लाइक करेंगे सब्सक्राइब करेंगे कमेंट माध्यम जगत जननी मालो तुहियटु तारिणी केन्दुझर जिला घटगाँ अरे नड़िया राणी अधम तोरो पादरे मागुअछि शरण तोर आविर्भाव विषय किछि लेखिबी पुण किंचितरे दया कर जननी अधीन ठारे न आसिबा पद कही दे माँ बसी कंठरे बामन होइण विचारे धरिबाकु चंद्रमा सागरर बाली गणिबा पाई करे भावना तुई मो जननी अटुलो मुई तोरो संतान तेणु मोर अभिलाषकु बेगे कर पुराण त्रेतया जुगरे श्रीराम चंद्र तोते स्मरिले तो दया बळे लंकारे रावण को नासिले स्तुतिरे तांकर तुष्ट हो इण कहिलु तुही संकट हरिबु तांकर तारिणी नाम बही तोर काया परे श्रीराम केबे दृष्टि न देवे नयन पतने पाषाण तुही होइबु भवे सनमत करी तो पदे दंडवत करिले अजानते तोर रूपकु जहु राम देखिले से काले पाषाणी होइलु तुहिलो स्नेहमयी से दिनु तारिणी रूपरे पूजा पाइलु तुही राजा त्रिलोचन भंज जे थिले केन्दुझर रे परम भक्त तोहरो जना शुणा सेठारे तांकते तांक कुमार मणि गोविंद भंज तोर पूजार धना पाई होइले सज तोते आनिबाकु केन्दुझरकु बळाई मन पुरुषोत्तम निकटे करिले निवेदन तांक निवेदन पुरुषो तम अग्राह्य कले ता शुणी गोविंद भंजम नरे दुखित हेले स्वप्ने कहिलु पुरुषो तमे तुही भवानी केन्दुझर जीवा पाई की सज हेलु जननी तोर निर्देश रे पुरुषो तम निमंत्रिता इच्छा मते तोते कहिले तोते नहीं जीवाकू
ତା ଜାଣି ଗୋବିନ୍ଦ ଭଞ୍ଜ ମନରେ ହର୍ଷିତ ହେଲେ କାକୁତି ମିନତି ହୋଇଣ ତୋର ପାଶେ କହିଲେ କେନ୍ଦୁଝରେ ମା କିପରି ନେବି ତୋତେ ଜନନୀ ଏହି କଥା ଗୋଟି କହଲୋ ମା ନୋଇ କୃପଣୀ ଭକତର ମନ କଥାକୁ ଜାଣି ପାରିଲୁ ତୁହି କାଞ୍ଚୁରି ପୁରୀକୁ ଆସିଲି ଯିବି ସେପରି ମୁହିଁ ଆଗେ ଆଗେ ତୁହି ଚାଲିବୁ ଭଞ୍ଜ ପଛରେ ମୁହିଁ ଘୋଡ଼ାରେ ସବାରି ହୋଇବି ପଛେ ଚାହିଁବୁ ନାହିଁ ପଛକୁ ଚାହିଁଲେ ଅଦୃଶ୍ୟ ହୋଇ ପାଷାଣୀ ହେବି ଏହି କଥା ଗୋଟି ମନରେ ତୁହି ଥିବୁରେ ଭାବି ଆଗେ ଆଗେ ଭଞ୍ଜ ଚାଲିଲେ ମା ତାଙ୍କ ପଛରେ ଜଗତ ଜନନୀ ମନରେ ଟିକେ ମାୟା କରିଲେ କେନ୍ଦୁଝର ସୀମା ପ୍ରାନ୍ତରେ ଦେଖି ଶାଳୁଆ ବଣ ସେଠାରେ ରହିବା ପାଇଁକି ତାଙ୍କ ବଳିଲା ମନ ଘୁଙ୍ଗୁର ଶବଦନ ଶୁଣି ରାଜା ଗୋବିନ୍ଦ ଭଞ୍ଜ ମନରେ ଆଶଙ୍କା କରିଲେ ଯେଣୁ ବଢ଼ିଲା ହେଜ ପ୍ରଜାନୁରଞ୍ଜନ ନୃପତି ଦେଲେ ପଛକୁ ଚାହିଁ ଏଇଠାରେ ମା ପାଷାଣୀ ହେଲେ ଗୁପତ ହୋଇ ମନରେ ଧିକାର କରିଲେ ନର ପତିକାତରେ କି କଲି ଅଧମ ଭୁଲି ଗଲି ହେଳାରେ ମାଙ୍କର ପୂଜା ପାଇଁକି ଦେହୁରୀକୁ ରଖିଲେ ପୂଜାରେ ଯେପରି ବିଘ୍ନ କେବେ ନୋଇବ ଭଲେ ଶାଳୁଆ ବଣର ରାଣୀ ସେ ନାମ ହେଲା ତାରିଣୀ ଅତି ପ୍ରିୟ ତାଙ୍କ ଶ୍ରୀଫଳ ତେଣୁ ନଡ଼ିଆ ରାଣୀ ଅଶୌଚ ହେଲେ ଦେଉରୀଙ୍କର ସମସ୍ୟା ହେଲା ମାଙ୍କର ପୂଜା ନୀତିରେ ଯେଣୁ ବିଘ୍ନ ଘଟିଲା ସ୍ୱପ୍ନେ କହିଲେ ତାରିଣୀ ମା ନରପତିଙ୍କୁ ଗୁଆ ଘିଅ କିଛି ଘଟ ମଧ୍ୟରେ ରଖିଦେବାକୁ ଶାଳୁଆ ଡାଳରେ ଘଟଟି ତେଣେ ଝୁଲାଇ ଦେବ ଅଶୌଚ ହେଲେ ପୂଜକ ଟିକେ ଘୃତ ପାଇବ ଅପବିତ୍ର କାୟା ପବିତ୍ର ହେବ ଘୃତ ସ୍ପର୍ଶରେ ପୂଜାରେ ମୋହର ସମସ୍ୟା କେବେ ନ ହେବ ବାରେ ମାଙ୍କ ଆଦେଶ ପାଇ ଗୋବିନ୍ଦ ସେପରି କଲେ ସେଦିନୁ ସେ ସ୍ଥାନ ଘଟଗାଁ ନାମ ହୋଇଲା ଭଲେ କେନ୍ଦୁଝର ଘଟଗାଁର ମା ହେଲା ତାରିଣୀ ସଭିଙ୍କୁ ସଙ୍କଟୁ ତାରଇ ଜାଣୁ ନଡ଼ିଆ ରାଣୀ ପୁଣ୍ୟା ବୈତରଣୀ ସରିତ ଯାର ପାଦକୁ ଧୁଏ ସେପରି ଜନନୀ ସମାନ ଆଉ ହୋଇବ କିଏ ସ୍ନେହମୟୀ ସେହି ଜନନୀ ଯେଣୁ କଲ୍ୟାଣମୟୀ ସବୁ ସଙ୍କଟରୁ ଉଦ୍ଧାର କରେ ମମତାମୟୀ ସେହି ମା ପାଦ ପଙ୍କଜେ ମୋର କୋଟି ଜୁହାର ଦର୍ଶନ ଦେଇ ଜନନୀ ହବୁ ଉଦ୍ଧାର କର ତୋର ଇଶାରାରେ ଲେଖିଲି ମୁହିଁଲୋ କୃପାମୟୀ ଦୋଷ ମୋର ମାର୍ଜନା କରିବୁ ଲାସ୍ୟମୟୀ ଅଧମ ତୋ ପାଦେ ଶରଣ ମାଗୁଅଛି ତାରିଣୀ ଆଶୀର୍ବାଦ ମାତ୍ର କାମନା କିଛି ନ ମାଗେ ପୁଣି ଭିକାରୀ ଚରଣ ପୟରେ ତୋର କରିଛି ଆସ ପ୍ରୟାଣ କାଳରେ ମାଲୋ ଥିବୁ ମୋହର ପାଶ ଜୟ ମାତାଜୀ। तो आपण मानू यही माँ आविर्भाव जनाटी केमी लगे निश्चिंत कमेंट रे जणाइबे आ भल लगी गोटे लाइक कमेंट शेयर करने को जमार भूलें आ कमेंट रे जय माँ तारिणी निश्चिंत लिखंतु। रहिलु नमस्कार। जय माँ मंगला।